ଇଏ କହୁଛି ମୋ ବାପା ବାପା ମାନେ କୋଉ ଦେଶର ଫଳ, ବାପା ମାନେ କୋଉ ଗଛର ଫଳନ୍ତି, ବାପା ମାନେ କୋଉ ଡାଳରେ ବଢନ୍ତି। ରକତ ଟଳମଳ ଖଇର ପାଞ୍ଚ ଫଳ କଣ ସାତ ବାରି ଇଏ କୋଉ ଗଛର ଫଳ। ମୋ ପାଇଁ नमस्कार मु आपणकर से प्रिय अभिनेता राजवीर जे कि नुआ करी गोटे वर्ष वाला एंट्री करची रंगमहल रे। फिल्म लाइन में बहुत फिल्म करछंती यात्रा करछंती के अभिनय कि आपन बेसी देखो मु जो फिल्म लाइन रे एंट्री करथिल मु जो सनी देओल जो जीत फिल्म देखती से इंस्पायर होती ना मु जदि भी फिल्म करी गोटे एक्शन हीरो भाव में एंट्री करी जब भगवान को आशीर्वाद रु केतबे कौन विद्र विधान कौन हम कहीं जानना किंतु वंस अपन टाइम मुझे भाभी तब भगवान को आशीर्वाद रु सेटा सक्सेस आज गोटे एक्शन हीरो भाव में मुझे एंट्री कली। फास्ट फिल्म मोर थिला लव फीवर जोटा कि हेवी एक्शन मूवी देन अरुंधति तापर सलाम भुवनेश्वर पार्ट 1 पार्ट 2 एबे प्रोसेसिंग अच्छी रिलीज हम। ଭିତରେ ଯୋଉ ନିଆଁ ଜଳୁଛି ତାକୁ ନିଭା। से झील जिते डरुला मत से खुशी लगुला ए बाबा से झील जे डरुला तू टे डरनी टे डर मु डरिबी तू टे डरला मत खुशी लगो डर बड़ा आश्चर्य पिला मु काई डरिबी टे डरनी से झील जे डरुला मत खुशी लगो तू टे डरला मत खुशी लगो डर अरे कते मु डरिबी मा सुना टे डरनी टे डर ए माने ए छुआ बेले आम आदर्श जो भात खाऊ ना तू कौन करूँ ताको डरिया पे कक्का भाई को डाकी दउथु आउ से डर रे खाई दउथला आ तापर तू खुशी जातु पिला मन को डरे की खुआ जाए तू 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 से डर ले मते खुशी लागियो मु कोन छोटो पिला डर अरे तू कोन कहू तनी का बुझी बात तो ताऊ सुना के डरे मत हम सुना ठीक है डर हम ठीक है मु डरिबी ना चले छोटे टवर कंटा चली छी मु मुंड खराब कर मामा देखो फिल्म फॉर्मेट आ यात्रा फॉर्मेट भीतर बहुत डिफरेंट। फिल्म फॉर्मेट रे कौन गोटे टेक को 10टा टेक कर आमे चीट कर दे पारिबा बट यात्रा एमिति गोटे फॉर्मेट जोटा कि जीवंत अभिनय
ଲୋକମାନଙ୍କ ଫ୍ରଣ୍ଟରେ ଅଭିନୟ କରିକି ଯୋଉ ଚରିତ୍ର ଅଭିନୟ କରୁଛନ୍ତି ସେଇ ଚରିତ୍ରକୁ ନିଖୁଣ ଭାବେ ଅଭିନୟ କରିବା ପାଇଁ କରିକି ଦେଖେଇବାକୁ ହିଁ ପଡ଼ିବ। ଆଉ ଚିଟ୍ କରିପାରିବେନି ଆପଣ ଯାତ୍ରାରେ। ତେଣୁକରି ଗୋଟେ କଳାକାର ଯଦି ପ୍ରକୃତରେ କଳାକାର ହେଇଥିବ ତାହେଲେ ଯାତ୍ରା କରିପାରିବ। କିନ୍ତୁ କଳାକାର ନ ହେଇଥିଲେ ମଧ୍ୟ ଫିଲ୍ମ କରିଦେଇ ପାରିବି, କାରଣ ଗୋଟେ ଟେକ୍କୁ 10ଟା ଟେକ୍ କରିକି ଏ ଗୋଟା ହିଁ ଡିଫରେଣ୍ଟ। ଦେଖନ୍ତୁ ସାର୍, ମୁଁ ଯେତେବେଳେ ଏଣ୍ଟ୍ରି କରିଥିଲି ଆମର ରଙ୍ଗମହଲର ଓନର, ମୁଁ ଆକ୍ଚୁଆଲି ପାଥେଟିକ୍ ରୋଲ୍ ବହୁତ ଭଲ କରେ। ସେଇଗୁଟାକୁ କୋଉଠି ନା କୋଉଠି ଆଖି ଆଗରେ ଦେଖିକି ମୋ ପାଇଁ ଲେଖା ହେଇଥିଲା ହରବାରିଂ ସାର୍ଙ୍କର ଗୋଟେ ଷ୍ଟୋରି ବାବୁ ନାଁର ବୋଉ ମରିଛି, ଯୋଉଟା କି ପାଥେଟିକ୍ ରୋଲ୍। ତ ଭାଗ୍ୟବଶତଃ ସେ ମାନେ ଷ୍ଟୋରିଟା ହେଇପାରିନଥିଲା ଟିକେ ଡିଷ୍ଟର୍ବାନ୍ସ ଯୋଗୁଁ। ଅଚାନକ ମତେ ଭିଲିଆନ୍ ଟ୍ରାକରେ ଏଣ୍ଟ୍ରି କରେଇଲେ। ସତ୍ୟଚନ୍ଦ୍ର ସାର୍ କ'ଣ ବି ଦେଖିଛନ୍ତି ମୋ ଭିତରେ, କ'ଣ ଟ୍ୟାଲେଣ୍ଟ ମୁଁ ତ ଜାଣିନି, କିନ୍ତୁ ମୁଁ ଭିଲିଆନ୍ କରେନି। ଯେତେବେଳେ ଭିଲିଆନ୍ ଟ୍ରାକରେ ଏଣ୍ଟ୍ରି କଲେ ଆଜ୍ ଏ ଆକ୍ଟର, ଗୋଟେ କଳାକାର ସବୁ ପ୍ରକାର ଚରିତ୍ର କରିପାରିବ, ମୁଁ ପୁରା କନଫିଡେନ୍ସ ଥିଲା ଯେ ନାଇଁ ମୁଁ କରିପାରିବି। ସେଇ ଯୋଉ ଚରିତ୍ରଟା ମୋ ପାଇଁ ଗୋଟେ ଚ୍ୟାଲେଞ୍ଜିଂ ଥିଲା, ଯୋଉଟା କି ସାଇକୋ ଚରିତ୍ର, ସାଙ୍ଗେ ସାଙ୍ଗେ ହସୁଥିବ, ସାଙ୍ଗେ ସାଙ୍ଗେ କାନ୍ଦୁଥିବ, ସାଙ୍ଗେ ମୁଭମେଣ୍ଟ, ଏଭ୍ରି ମୁଭମେଣ୍ଟରେ ତାର ଚରିତ୍ର ଆକ୍ଟିଂ ଚେଞ୍ଜ। ଯାହା ପ୍ରଥମେ ଟିକେ ଟିକେ ଡର ଥିଲା। ଏତେ ବଡ଼ ଷ୍ଟେଜ, ଏତେ ବଡ଼ ରଙ୍ଗମହଲ, ବହୁତ ବଡ଼ ଯାତ୍ରାପାର୍ଟି, କେମିତି କ'ଣ କରିବି କ'ଣ ନାହିଁ। ଯାଉ ଫାଇନାଲି କିନ୍ତୁ ମତେ ଲାଗୁଛି ମୁଁ ଟିକେ ଭଲ କରିପାରିଛି, ଯୋଉଟା ପାଇଁ ଦର୍ଶକ ବନ୍ଧୁ ମାନଙ୍କର ଏତେ ସାରା ଭଲ ପାଇବା, ଏତେ ସାରା ଆଶୀର୍ବାଦ ମତେ ମିଳିପାରିଛି। ତ ସେଥିପାଇଁ ମୁଁ ଅଶେଷ ଧନ୍ୟବାଦ ଜଣାଉଛି ଯେ ପ୍ରଥମେ ମତେ ଯିଏ ଚାନ୍ସ ଦେଇଛନ୍ତି ରଙ୍ଗମହଲର ଓନର ସତ୍ୟଜିତ।
ଆଜ୍ଞା ମୋର ମେନ୍ ହେଲା ବଡି ମେଣ୍ଟେନ୍। ମୁଁ ଯାତ୍ରାରେ ଏଣ୍ଟ୍ରି କଲା ପରେ ମୁଁ ଜାଣିବାକୁ ପାଇଲିଣି ମୋର ଛୋଟକାଟିଆ ବିଜନେସ୍ ବି ଅଛି, ଗୋଟେ ଫିଲ୍ମ ବି ରିଲିଜ୍ ହେବାର ଅଛି ସଲାମ ଭୁବନେଶ୍ୱର ପାର୍ଟ 2। ତେଣୁକରି ମୁଁ ଡିମାଣ୍ଡ ରଖିଛି ମୁଁ 2ଟା ବହିରେ ଯଦି କିଏ ଚାନ୍ସ ଦେବେ 2ଟା ବହି କରିବି। ଅପ୍ ଟୁ ଷ୍ଟୋରୀର ଦମ୍ ଥିବା ଦରକାର, ହେଲେ ଭଲ କି ପବ୍ଲିସିଟି କଲେ ମୁଁ ଟପ୍ ଲେଭେଲର ପାର୍ଟି ସହିତ ମୁଁ ଯେମିତି କଣ୍ଟେଷ୍ଟ କରିବି, ଏଇଟା ହେଉଛି ମୋର ଏମ୍। ଯଦି ସେମିତି କିଛି ଅପରଚୁନିଟି ମିଳିଲା ମୁଁ କରିବି, ଅଦରୱାଇଜ ମୋର ବି ବିଜନେସ୍ ବହୁତ ଅଛି, ମୋର ବି ବହୁତ କାମ ପେଣ୍ଡିଂ ହେଇକି ପଡ଼ିଛି। ସେଇଥିପାଇଁ ମନସ୍ଥ କରିଛି ଏଇ ବର୍ଷ ଟିକେ ହୋଲ୍ଡ କରିଦେବି ବୋଲି, ଦେଖାଯାଉ କ'ଣ ହଉଛି। କଣ କହିଲୁ ଏସବୁ ସମସ୍ୟାର ସମାଧାନ ତୁ କରିବୁ? ତାହେଲେ ଠିକ ଅଛି, ବାପା ମାଙ୍କ ମୁଣ୍ଡ ଛୁଇଁ କହ, ମୁଁ ଯାହା କହିବି ତୁ ସେୟା କରିବୁ। ଶୁଣ, ପିତା ମାତା ଠାରୁ ବଡ଼ ଦେବତାକେ ସ୍ୱର୍ଗ ରାଇଛେ ନାହିଁ, ତାଙ୍କରି ଆଶିଷ ସାରେ କାଶିଲା ବିପଦ କରିବା ପାଇଁ। ମୋ ବାପା ମାଙ୍କ ମୁଣ୍ଡ ଛୁଇଁ ମୁଁ ଶପଥ କରୁଛି, ତୁ ଯାହା କହିବୁ ତୋ କଥାରେ ମୁଁ ରାଜି। ତୁ ତାହେଲେ ଏ ଘର ଛାଡି ଚାଲି ଯା। हे समय ତମେ ତମର ଅଣଲେଉଟା ବାଟରୁ ଥରେ ଲେଉଟି ଆସି ଦେଖ, ମହର୍ଷି ବାଲ୍ମୀକି ଲେଖିଥିବା ରାମାୟଣ ପ୍ଲଟଟା କେମିତି ଅତି ଚମତ୍କାର ଭାବରେ ଚେଞ୍ଜ ହେଇଯାଇଛି। ରାମ ଆଜି ଭରତଙ୍କୁ କହୁଛି ତୁ ଘର ଛାଡ଼ି ଚାଲିଯା। ଖାଲି ଘର ଛାଡି ଯିବୁ ରେ ଭାଇ, ଆତ୍ମହତ୍ୟା କରିବୁ ନାହିଁ ପ୍ରଭାସ। ପିତାମାତାଙ୍କ ମଧୁର ମିଳନରୁ ମୋ ଶରୀରର ସୃଷ୍ଟି, ଯଦି ମୋ ବାପା ମାଙ୍କ ପାଇଁ ଅସ୍ୱାର୍ଥମେଧ ଯଜ୍ଞରେ ମୋ ଶରୀର ଶୁଆଇଯାଏ, ତାହେଲେ ମୁଁ ପଛଘୁଞ୍ଚା ଦେବି କାହିଁକି? ରାଜି ଭାଇ, ତୋର ଏ ପ୍ରସ୍ତାବରେ ବି ମୁଁ ରାଜି। ସାଇକୋ କିଲର ଗୋଟେ ହେଇଛି ଯିଏକି ପିଲାବେଳୁ ବାପା ମାଙ୍କର ଭଲ ପାଇବା ପାଇନି। ଯିଏ ଯାହାକୁ ଭଲ ପାଇଲେ ମୁଁ ସହିପାରୁନି, ତାକୁ ମର୍ଡର କରିଦେଉଛି। କପଲକୁ ମୁଁ ମାରି ଦେଇଛି, ବାପା ଏଣ୍ଟ୍ରି କରିଛନ୍ତି, ଆସିଛନ୍ତି। ତୁ ତାକୁ ମାରିଦେଲୁ, ଛୁଆବେଳେ ଗୋଟେ ତ ମାରିଥିଲୁ, ମୁଁ 20 ବର୍ଷ ଜେଲରେ ରହିଲି, ପୁଣି ଜେଲରୁ ବାହାରିକି 2 ଦିନ ହେଇନି ତୁ ମୁଁ କ'ଣ ପାଇଁ ଆରେ ମୁଁ ତ ବାପା ଦେଇଛ, ବାପାର ସ୍ନେହ ମୋ ଉପରେ ଢାଳି ଦେଇଛ। ଯେତେବେଳେ ବାପା ବାପା କହି ତମ କାନ୍ଧ ଉପରେ ମୁଁ ଆଉ ଯାଇଛି, ସେତେବେଳେ ଘୃଣାରେ ମୁହଁ ବୁଲେଇ ଦେଇଛ। ନିଶାଗର ମଧୁଆ ମାତାଲି କହି ଘୃଣାରେ ନାକ ଟେକିଛ। ସ୍ନେହ ମମତା ପାଇଁ ମୁଁ କେତେ ଢଳ ବିକଳ ହେଇଛି, ହେଲେ ତମେ ମୁହଁକୁ ଚାହିଁନ। ଆଉ ତାପରେ ମଦ ପିଇଛି, ଡ୍ରଗ୍ସ ଖାଇଛି, ମଣିଷ ମାରିଛି ମଣିଷ। ଆଉ ଏ ମଣିଷ ଗୁଡାକୁ ଯେତେ କଲ ବଲ କରି ମାରିଲେ ସେତେ ମତେ ଖୁସି ଲାଗେ। କାହିଁକି ଜାଣିଛ? ମତେ ଲାଗେ ସତେ ଯେମିତି ମୁଁ ତମ ଉପରେ ପ୍ରତିଶୋଧ ନଉଛି, ପ୍ରତିଶୋଧ। ତୁ ଘର ଭିତରେ ପୁରେଇ ଦେଇ ମତେ ଲକ୍ କରିଦେଇଛୁ। ଘର ବିକଳ ହେଇଛି। ଏ ମା, କବାଟ ଖୋଲ ମା, ମତେ ଡର ଲାଗୁଛି ତମେ ଶୋଇବାକୁ ଦେ ମା। ଏ ମା, କବାଟ ଖୋଲ ମା, ମତେ ଭୋକ ଲାଗୁଛି ମା, ଖାଇବାକୁ ଦେ। ଏ ମା, କବାଟ ଖୋଲି ଦେ ମା, କବାଟ ଖୋଲି ଦେ, ତୋ ଲାଳ ଖାଇ କହୁଛି ମୁଁ ଆଉ ସୁସ୍ଥ ହେବି। ଏ ମା, ଖୋଲି ଦେ ମା, କବାଟ ଖୋଲି ଦେ। ଆରେ ତୁ ମା ନୁହେଁ, ଗୋଟେ ଶବତ ମାଳ ହେଇ ଘର ଭିତରେ ପୁରେଇ ଦେଇ ମତେ ଲକ୍ କରିଦେଇଛୁ। ଏ ପ୍ରଭାସ, ମୁଁ କାନ ଧରୁଛି ରେ, ତୋତେ ଆଉ ଜୀବନରେ କେବେ ଶାସନ କରିବିନି। ତୁ ଭଲ ବାଟକୁ ଫେରିଆ ରେ ପୁଅ। ପ୍ରଭୁ, ସେଥିପାଇଁ ମୁଁ କେମିତି ନିଜକୁ ନିଜ ଶାସ୍ତି ଦଉଛି ଦେଖ। ଆକ୍ଚୁଆଲି ମୋ ନିଜ ଘର ଭୁବନେଶ୍ୱର, ସମ ହସ୍ପିଟାଲ ପାଖେ ମଳିପଡ଼ା, ମୋ ନିଜ ଗାଁ, ପୁରା ଲୋକାଲ ଭୁବନେଶ୍ୱରରେ। ମୁଁ ମନସ୍ଥ କରିଥିଲି ନାହିଁ ଖଣ୍ଡଗିରି ଯାତ୍ରାରେ ଏଣ୍ଟ୍ରି କରିବାର ମୁଖ୍ୟ କାରଣ ହେଲା, ପ୍ରଥମରୁ ଓପନ ଥିଏଟର ମୁଁ ବହୁତ କରେ। ଫିଲ୍ମ କ୍ୟାରିୟର 12 ବର୍ଷ ଭିତରେ ମୋର କୋଉଠି ନା କୋଉଠି ଟିକେ ନାକୁ ଆଗ୍ରହ ଥିଲା
ଖଣ୍ଡଗିରି ଆମର ଲୋକାଲ ଏରିଆରେ ମୁଁ କେମିତି ଯାତ୍ରା କରିବି, ଆଉ ମୋର ସେଇଟା ମୋର ଇଚ୍ଛା ପୂରଣ ହେଇଛି। ସେଥିପାଇଁ ଅଶେଷ ଧନ୍ୟବାଦ ଦେବି ରଙ୍ଗମହଲର ଓନର ଆଉ ଭଗବାନଙ୍କର ଆଶୀର୍ବାଦ ଯୋଗୁଁ ପ୍ରଥମ ବର୍ଷରୁ ଏତେ ମୁଁ ଲୋକମାନଙ୍କର ଭଲ ପାଇବା ପାଇଛି। ନିଜ ଘର ହେଉଛି ମଳିପଡ଼ା, ମୋର ଛୋଟକାଟିଆ ବିଜନେସ୍ ଅଛି, ବିଲ୍ଡର୍ସ କାମ ବି ଚାଲିଛି, ଗୋଟେ 20 ବର୍ଷର ସିକ୍ୟୁରିଟି ଏଜେନ୍ସି ବି ଅଛି, 200-250 ପିଲା ବି ମୋର କାମ କରୁଛନ୍ତି। ଏମିତି ଛୋଟକାଟିଆ ବିଜନେସ୍ ଚାଲିଛି। ଆମ୍ ମ୍ୟାରେଡ୍। ଏଇ ତ ସବୁ ଚାଲିଛି। ଦର୍ଶକ ବନ୍ଧୁ ମାନଙ୍କୁ ଏତିକି ମୁଁ ରିକ୍ୱେଷ୍ଟ କରୁଛି, ଆପଣମାନେ ଅପେକ୍ଷା କରନ୍ତୁ, ଆପଣମାନଙ୍କ ଭଲ ପାଇବା ସେମିତି ମିଳିଥାଉ। ମୁଁ 100% ଆପଣମାନଙ୍କ ଆଶା ପୂରଣ କରିବି। ଆହୁରି ଜୀବନ୍ତ ଅଭିନୟ କରି ଆହୁରି ଭଲ ଅଭିନୟ କରି ଆପଣମାନଙ୍କୁ ଦେଖିବା ପାଇଁ ମୋର ବହୁତ ଇଚ୍ଛା ଏବଂ ଭଗବାନଙ୍କ ଆଶୀର୍ବାଦ, ଆପଣମାନଙ୍କ ଆଶୀର୍ବାଦ ରହିଲେ ନିହାତି ଭାବରେ ମୋତେ ଗୋଟେ ଭଲ ଷ୍ଟୋରି ମିଳିବ, ଯୋଉ ଷ୍ଟୋରି ବଳରେ ଆପଣଙ୍କୁ ଆହୁରି ମୁଁ ଏଣ୍ଟରଟେନମେଣ୍ଟ କରିବି। ଜୟ ମାତା ଦି। କହିଲେ ମତେ ଟିକେ କୋଳରେ ବସେଇକି ସଂସାର ଦେଲ। କେମିତି ଲୋକ ଭାଇ କୋଳରେ ବସେଇ ମତେ ଟିକେ ଗେଲ କାନ୍ଧ ଉପରକୁ ଉଠେଇ ନେଇ କେମିତି ଲୋକ ଭାଇ ପ୍ରେମ କରିନାହାନ୍ତି। ଆଉ ସେଇ ଦିନଠୁ କିଏ କାହାକୁ ଭଲ ପାଇଲେ ମୁଁ ସହିପାରେ ନା, କିଏ କାହାକୁ ପ୍ରେମ କଲେ ମୁଁ ରାକ୍ଷସ ବନିଯାଏ, ରାକ୍ଷସ। ତୁ କହିଲୁ ଯେ ପାଠ ପଢିନି ସେ କଣ ଭଲ ପିଲା ନୁହଁ? ତୁ କହିଲୁ ଯେ ଡ୍ରଗ୍ସ ଖାଏ ସେ କଣ ଭଲ ପିଲା ନୁହଁ? ଆରେ ମୁଁ କଣ ଭଲ ପିଲା ନୁହଁ? ମୁଁ ଭଲ ପିଲା ନୁହଁ, ଭଲ ପିଲା ନୁହଁ। ମିଛ କହୁଛୁ, ମିଛ। এই দৃশ্য সকালে এই দৃশ্য কেন সুন্দর না? ତମ ଦୁଇ ଜଣଙ୍କୁ ମାରିବିନି, ହେଲେ ମୋର ଗୋଟେ ମାନିସ। ଦୁଇ ଜଣ ଭଲ ପାଅ, ଦୁଇ ଜଣ ପ୍ରେମ କର, ପ୍ରେମ ଯେମିତି ମହାବୀରରେ ପ୍ରେମ କରିବ। ଆରେ ମୋ କଥା ବୁଝୁନ କାହିଁକି? ଭଲ ପାଇଲେ ମତେ ଖୁସି ମିଳିବ, ଖୁସି। ତମେ ପ୍ରେମ କଲେ ମତେ ପ୍ଲେଜର ମିଳିବ, ପ୍ଲେଜର। ଭଲ